ଯଜ୍ଞ କୁଣ୍ଡରେ ଜଳୁଛି ହୋମନିଆ ପଡୁଛି ହାତଗଣ୍ଠି ବାଜୁଛି ବାଜା ଶଙ୍ଖ ସହ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ। ତୁହାକୁ ତୁହା ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି। ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଚାଲିଛି ବାହାଘର। ତେବେ ଏ କୌଣସି ମଣିଷ ବାହାଘର ନୁହେଁ, ଉଭୟ ବରକନ୍ୟା ପକ୍ଷ ଥାଇ ଚାଲିଛି ଗଛ ବାହାଘର। ଏ ଘଟଣା ହେଉଛି ମାଲକାନଗିରି ଜିଲ୍ଲାର ଏମ୍ଭି 79 ଇରିଗେସନ କଲୋନୀଠାରେ ବରଗଛର ଓସ୍ତ ଗଛ ସହ ବାହାଘର ହୋଇଛି। ବରଗଛ ବର ସାଜିଥିଲା ବେଳେ ଓସ୍ତ ଗଛ କନ୍ୟା ସାଜିଥିଲା। ବଡ଼ ଧୁମଧାମରେ ସମସ୍ତ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା ଏ ବାହାଘର। ପୁରୁଣା ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ବୃକ୍ଷ ବାହାଘର କରାଯାଇଛି। ବରଗଛକୁ ନାରାୟଣ, ଓସ୍ତ ଗଛକୁ ଲକ୍ଷ୍ମୀ ବୋଲି କୁହନ୍ତି। ବିଶ୍ୱାସ ରହିଛି ଏହି ଗଛ ଦୁଇଟିର ବାହାଘର କରିଲେ ଅଶେଷ ପୁଣ୍ୟ ମିଳିଥାଏ, ଯାହାର ଆଧାରେ ବେଶ୍ ଧୁମଧାମରେ ଏହି ଗଛ ବାହାଘର କରାଯିବା ସହ ଭୋଜି ଭାତର ଆସର ଜମିଛି। ଆଉ ନିୟନ୍ତ୍ରିତ ଅତିଥି ମଧ୍ୟ ଆସି ବାହାଘରରେ ଯୋଗଦାନ କରିଛନ୍ତି। ଏକ ବିରାଟ ପଟୁଆରରେ ବରଯାତ୍ରୀ ବାଜା ଶଙ୍ଖ ବଜାଇ ନାଚି ନାଚି ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ବାହାଘରର ବିଧି। ପ୍ରଥମେ ବାଟବରଣ କରାଯିବା ପରେ ବେଦୀ ପୂଜା ହୋଇଥିଲା। ଏହାପରେ ସମୟ ନିର୍ଘଣ୍ଟ ଅନୁଯାୟୀ ହୋମ କରାଯାଇ ହସ୍ତଗଣ୍ଠି ପଡ଼ିଥିଲା। ବରଯାତ୍ରୀ ପହଞ୍ଚିବା ପରେ ଜଳଖିଆ ଖାଦ୍ୟର ଆୟୋଜନ କରାଯାଇଥିଲା ଓ ବାହାଘର ପରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା। ଏହି ବାହାଘରରେ ଅନେକ ଲୋକ ଯୋଗ ଦେଇଥିଲେ। ପରିବେଶକୁ ଭଲ ପାଇବା, ଗଛକୁ ସୁରକ୍ଷା ଦେବା ନେଇ ବରଗଛ ଓସ୍ତ ଗଛକୁ ବାହାଘର କରାଯାଇଛି, ଯାହା ସମାଜକୁ ଏକ ନୂଆ ବାର୍ତ୍ତା ପହଞ୍ଚାଇବ। ମଧୁସୂଦନ ରାଉତଙ୍କ ଝିଅ ରୂପେ ଓସ୍ତ ଓ କେ ମାଧବ ରେଡ୍ଡୀଙ୍କ ପୁଅ ରୂପେ ବରଗଛଙ୍କ ବିବାହ ହୋଇଛି। नीलाद्रौ शंख मध्ये शतदल कमले रत्न सिंहासन सर्वालंकार युक्त नवघन रुचिरं संयुक्तं च ग्रेजेन भद्राया वाम भागे रथ चरण युक्तं ब्रह्मरुद्रेन्द्र वन्द्यं वेदानं सारमेकं स्वजन परिवृतं दारु ब्रह्मं स्मरामि। आज एमवी 79 जलसेचन प्रांगण जलसेचन कार्यालय प्रांगण मध्य थिबा अस्वस्थ वटवृक्षर विवाह निमित्तार्थे एठारे उपस्थित समस्त अतिथिवृंद एवं तथा बरपक्ष कन्या पक्ष भाव आमर ए अंचलर मधुसूदन राउत महोदय एवं तांकर धर्मपत्नी अमिता देवींकर कन्या भाव बट अस्वस्थ वृक्ष को पूजा अर्चना करा जाए ता सहित नवग्रह सावित्री पूजा एवं अष्टादश मातृमंडल पूजा सहित सूर्य पूजा सहित एवं समस्त प्रतिष्ठा कार्य को समापन कर सारला परे आमे उभय बटवृक्ष एवं अस्वस्थ वृक्षर नामकरण सहित अधिवास कर्म समापन कर सारिचु एवं एही परिप्रेक्षी रे बरपक्ष हिसाब रे बा पुत्र पक्ष हिसाब रे हमर ए अंचलर माधव रेड्डी एवं तांकर स्त्री बा धर्मपत्नी नुकाला मांकर पुत्र भाव एटी बटवृक्ष को पूजा अर्चना करा जाई तार नामकरण आदित्य भाव ग्रहण करा जाईची एवं ए कार्य गुड़िक आमर वैदिक जुगरु वृक्ष जेहेतु गोटे आमर ए सृष्टिर मूल केन्द्र वृक्ष नथिले सृष्टि असंभव वृक्ष ही जीवन तेणु वृक्ष को पूजा अर्चना कले समग्र विश्वर मंगल कामना हो पार एवं समस्त जीव जगत सुरुखुरी आनंद बसवास करें। तांकर उद्देश्य रे प्रभु भगवान विष्णु एवं महादेव रुद्रंकर स्वरूप यही वृक्ष देवता को विवाह कार्य बंधन करी सकल जगत को यही सूचना दि जाउछि जे विश्व पई गछटिए दरकार एवं गछर उपकरण गुड़िक आमर समस्त सदा सर्वदा आमर कार्य लगी पारुछु। तेणु सेमानंकर मंगलार्थे आज वैवाहिक कार्य विधिमत भाव वैदिक कर्म अनुसार समापन करा जाउछि। रेडी ए बरगछ अस्त गछ एठे ऑफिस स्थान जगह रे ताको रक्षणाबेक्षण आम करूथलु। आजिका डेट रे आमे बाहागर से दुईटा करिलु। आम सहित मोर सहयोगकारी मो बंधु आउ समुदी हेबे मधु राउत इरिगेशन कॉलोनी भितर करूछु। जगन्नाथ आज की 10 वर्ष तले आमर इरिगेशन कॉलोनी इरिगेशन ऑफिस प्रांगण रे गोटे बटवृक्ष आ गोटे अस्वस्थ वृक्ष रोपण करा जायतिला। से वृक्ष दुईटी ग्रोथ हवा परे
3 ବର୍ଷ ପୂର୍ବରୁ ଆମେ ଏଇ ବାହାଘର ବଟ ଆଉ ଅଶ୍ୱସ୍ଥ ଗଛର ବାହାଘର କରିବୁ ବୋଲି ଚିନ୍ତା ଭାବନା କରିଥିଲୁ। ଯାହା ହଉ ଠାକୁରଙ୍କର ଦୟା ଯେ ଆଜି ସେଇ ଶୁଭ ଦିନଟି ଆସି ଉପସ୍ଥିତ ହୋଇଛି। ଆଜି ଏଇ ଶୁଭ ଦିନରେ ବଟ ଅଶ୍ୱସ୍ଥ ଗଛ ବିଭାଗର ବିଷୟରେ ମୁଁ କନ୍ୟା ପିତା ହିସାବରେ କନ୍ୟାଦାନ କରିଛି। ଆଉ ବର ପିତା ହିସାବରେ ଆମ କଲୋନୀର ଶ୍ରୀଯୁକ୍ତ ମାଧବ ରେଡ୍ଡି ବର ପିତା ହିସାବରେ ସେ ମୋ କନ୍ୟାକୁ ସାଦରେ ଗ୍ରହଣ କରିଛନ୍ତି। ତେଣୁ ଏହି କାର୍ଯ୍ୟ ପାଇଁ ଆମେ ଏ ଅଞ୍ଚଳର ସମସ୍ତ ଲୋକଙ୍କୁ ନିମନ୍ତ୍ରଣ କରି ଯାହା ହଉ ସେମାନେ ବାହାଘର ଦେଖିବା ପାଇଁ ସୁଯୋଗ ପାଇବା ସଙ୍ଗେ ସଙ୍ଗେ ଏଠାରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସମସ୍ତେ ପ୍ରସାଦ ସେବନ କରି ତେଣୁ ଏଇ ବିଭାଘରର ଆନନ୍ଦ ଉପଭୋଗ କରିବେ ବୋଲି ମୁଁ ଆଶା କରୁଛି। କାଲିମେଳାରୁ ପାର୍ଥ ରାୟଙ୍କ ରିପୋର୍ଟ, ନ୍ୟୁ ଓଡ଼ିଶା ଟିଭି।